ଉପନ୍ୟାସ ଅହଲ୍ୟା ଡାକେ ଆ ରଚନା ନିବାରଣ ଜେନା ପଢ଼ି ଶୁଣାଉଛନ୍ତି ବିକ୍ରମ କେଶରୀ ଜେନା। ଭାଗ 1। ତା ଛାତି ଥରୁଥିଲା। ଜୀବନରେ ଏଇଟା ତାର ପ୍ରଥମ ଇଣ୍ଟରଭ୍ୟୁ। ଚାକିରି ଆଶାରେ ସିନା ଚାଲି ଆସିଲା, ହେଲେ ଏଠି ଆସି ଯାହା ଦେଖୁଛି ଚାକିରି ପାଇବା ଆଶା ବହୁତ କ୍ଷୀଣ। ଆସିଛନ୍ତି ବହୁତ ଝିଅ ଅତ୍ୟାଧୁନିକ ବେଶଭୂଷା ପରିପାଟିରେ ସଜ୍ଜିତ ହୋଇ, ଆଉ ତାପରେ ଜଣେ ନିହାତି ମଫସଲି ଝିଅକୁ କ'ଣ ଚାକିରି ମିଳିବ? କାଲି ମଦନ ଖବର ଦେଇଥିଲା। ବସ୍ ଡ୍ରାଇଭର ହାତରେ ଚିଠି ପଠାଇଥିଲା। ସଞ୍ଜୁ, କାଲି 9ଟା ସୁଦ୍ଧା ରୋଟାରୀ କ୍ଲବରେ ପହଞ୍ଚିଯିବୁ। ଗୋଟିଏ ଇଣ୍ଟରଭ୍ୟୁ ହେଉଛି। ଭଲ ଚାକିରିଟିଏ। ଚେୟାରମ୍ୟାନ ସହ ମୋର ପରିଚୟ ଅଛି। ଆଶା ଅଛି ହେଇଯିବ। ମଦନ ଚିଠି ପାଇ ସେ ଚାଲି ଆସିଛି। ଏବେ ଭାବୁଛି କାହିଁକି ଡହରା ମଦନା କଥାରେ ଆସିଲା। ଚେୟାରମ୍ୟାନ ସହ ତାର ପୁଣି ପରିଚୟ। ଶଳା ଗଜ ମୂର୍ଖଟା। ଆସିଲା ପରେ ମଦନ ସହ ଦେଖାହେଲା। ମଦନ ପୁଣି ତାର କଥା ଦୋହରାଇଲା। ସଞ୍ଜୁ, ଚେୟାରମ୍ୟାନ ସହ ମୋର କଥା ହେଇଛି। ସେମାନେ କେତୋଟି ସର୍ତ୍ତ ରଖିଛନ୍ତି। ମାନିନେଲେ ତୋର ଚାକିରି ପକ୍କା। କଉଁ ସର୍ତ୍ତ? ମଦନ ସେମିତି କିଛି ସନ୍ତୋଷଜନକ ଉତ୍ତର ଦେଲା ନାହିଁ। କଥାଟାକୁ ବାଁରି ଦେଇ କହିଲା, ସେମିତି କିଛି ବଡ଼ କଥା ନୁହେଁ। ତୁ ବଳେ ଜାଣିବୁନି। ଆଜି ଇଣ୍ଟରଭ୍ୟୁରେ ସର୍ତ୍ତ କଥା ଉଠିଲେ ଖାଲି ହଁ ମାରିଦେବୁ। ଏତିକି କହି ମଦନ ପାନ ଖାଇବା ବାହାନାରେ ଖସିଗଲା। ହେଲେ ସଞ୍ଜୁ ମନରେ କେମିତି ଖଟ୍ଟା ଲାଗିଲା। ସେମାନେ କୋଉ ସର୍ତ୍ତ ରଖିଛନ୍ତି? ସେ ଶୁଣିଛି ଆଜିକାଲି ଚାକିରିଟେ ପାଇବାକୁ ହେଲେ କିଛି ହାତଗୁଞ୍ଜା ଦେବା ପାଇଁ ପଡ଼େ, କିଛି ଡୋନେସନ ନାମରେ ଦଲାଲଙ୍କ ମାଧ୍ୟମରେ। କିଛି ନହେଲେ ମନ୍ତ୍ରୀ କିମ୍ବା ବଡ଼ ଅଫିସରଙ୍କ ସୁପାରିଶ ପତ୍ରଟିଏ ଦରକାର। ସୁପାରିଶ ପତ୍ର ତ ଆଣିବା ତା ପକ୍ଷରେ ସମ୍ପୂର୍ଣ୍ଣ ଅସମ୍ଭବ। ହାତଗୁଞ୍ଜା ଦେବା ପାଇଁ ବି ସେ ଅକ୍ଷମ। ମଦନ କ'ଣ ତା ପାଇଁ ଦଲାଲି କରୁଛି? ନା, ସେ ଜାଣେ ମୋ ଘରର ଅବସ୍ଥା। କେତେ କଷ୍ଟରେ ଆମର ଦିନ ବିତୁଛି ସେ ଭଲ ଭାବରେ ଜାଣେ। ଗାଁରେ 15-20 ଜଣ ପିଲାକୁ ଟ୍ୟୁସନ ପଢ଼ାଇ ଯାହା 400-500 ଟଙ୍କା ପାଏ, ସେତିକି ହିଁ ଆମ ପରିବାରର ମାସିକ ଆୟ। ସେହି ଅର୍ଥରେ ବାପ, ମା ଆଉ ସାନ ଭାଇ ପେଟକୁ ଦାନା ଯୋଗାଇବାକୁ ବି ନିଅଣ୍ଟ। ଓଳିଏ ଖାଇ ଓଳିଏ ଉପାସ ରହିବାକୁ ପଡ଼ୁଛି। ବାପା ବୁଢ଼ା ହେଲେଣି। ଅଣ୍ଟା ଦରଜ କରୁଛି। ଆଉ ପରଘରେ ମୂଲ ଲାଗିପାରୁନାହିଁ। କେବେ କେମିତି ଛୋଟମୋଟ କାମକୁ ଯାଏ ସପ୍ତାହରେ ଥରେ ଦିଥର। 50 ଜାଗାରେ 30 ପାଏ। ବାପର ଯେତେବେଳେ ବଳ ବୟସ ଥିଲା, ନୀତି ମୂଲ ଲାଗୁଥାଏ। ପଇସା ଆଣି ଘର ଚଳେଇ ମୋତେ ପଢ଼ଉଥିଲା। ହେଲେ ଏବେ ସେ ପାରୁନି। ମୁଁ କେମିତି ଘର ଚଳେଇ ସାନ ଭଉଣୀ ମଞ୍ଜୁକୁ ପଢ଼େଇ ପାରିଥାନ୍ତି? ତଥାପି ଯେମିତି ହେଉ କଷ୍ଟେ ମଷ୍ଟେ ଆଇଏଟା ପାସ୍ କଲା। ବିଏ ଯାଉଥିଲା। ହେଲେ ଆଉ ସାଙ୍ଗସାଥୀଙ୍କ ନୀତି ଟାହିଟା ପୁରା ସହିପାରିଲାନି। କେତେଥର କଲେଜରୁ ଫେରି ଅଖିଆ ଅପିଆ ମୁହଁ ମାଡ଼ି ଖଟିଆରେ ପଡ଼ିଯାଏ। ଯେତେ ସାକୁଲେଇ ଡାକିଲେ ବି ଉଠେନା। ମୁଁ ଜାଣିପାରେ କଲେଜରେ ନିଶ୍ଚୟ କିଛି ଘଟିଛି। ସେ ତ ଭାରି ଜିଦଖୋରିଆ। ଯେତେ ପଚାରିଲେ ଆଜି କହିବନି କି ଉଠିବନି। ମନ ଭଲ ହେଲେ କାଲି ବଳେ କହିବ। ମନ ଭଲ ହେଲେ ମଞ୍ଜୁ ନିଜେ କହେ, ଅପା, ଗରିବ ହେବା ଆମର ନିୟତି ନା ଅଭିଶାପ? ଦେଖୁନୁ, ମୋ ସାଙ୍ଗ ଝିଅମାନେ କେମିତି ମୋତେ ନ୍ୟୁନ ଦୃଷ୍ଟିରେ ଦେଖୁଛନ୍ତି। ଗରିବ ମାଇପ ଯେମିତି ସମସ୍ତଙ୍କ ଶାଳୀ, ମୋତେ ଏକ ପ୍ରକାର ଏକଘରିଆ କରିଦେଇଛନ୍ତି। କ୍ଲାସରେ ମୋ ପାଖରେ ବସିବା ପାଇଁ ଘୃଣା କରୁଛନ୍ତି। ମୋ ସହିତ କଥା ହେଲେ ଯେମିତି ସେମାନଙ୍କ ମାନ ସମ୍ମାନ କମିଯିବ। ମୁଁ ଯେମିତି ସେମାନଙ୍କ ଘରର ଚାକିରାଣୀ। ଖାଲି ମୋ ପାଖରେ ଫୁଲେଇ ଦମୟନ୍ତୀ ବସିଥିଲା। ସାର୍ ପଢ଼ଉଥିବା ବେଳେ ନାକରେ ରୁମାଲ ଜାକି ବସିଥିଲା। ସାର୍ ଗଲା ପରେ ନାକ ଛିଞ୍ଚାଡ଼ି କହିଲା, ଛି ଛି ଛି, ତୋ ଦେହ ଗନ୍ଧଉଛି। ତୁ ଦୈନିକ ଦେହରେ ପାଉଡର କି ସେଣ୍ଟ ଲଗେଇ ପାରୁନୁ? ଏସବୁ ଯଦି ନ ପାରିବୁ, ତେବେ କଲେଜ ଆସୁଛୁ କାହିଁକି? କ'ଣ କଲେଜ ପଢ଼େଇ କାହାକୁ ଫସେଇ ବିନା ଯୌତୁକରେ ଝିଅକୁ ବିଦା କରିଦେବା ଚକ୍କରରେ ତୋ ବାପା କଲେଜ ପଠଉଛି? ଆଉ ସେତେବେଳେ ସେ ଛତ୍ରୀ କାଳି ପେତିନୀ ସରୋଜିନୀ ତା କଥାର ଖିଅ ଧରି କହିଲା, ହଁ ଲୋ, ରୂପ ଅଛି, ଯୌବନ ଅଛି, ଝିଅ ତ ଭଲ ବେପାର କରିପାରିବ। ଯାଉନୁ ଥରେ ସେ କଣ୍ଟ୍ରାକ୍ଟର ପୁଅ ମଣ୍ଟୁ ସାଥିରେ ସହରକୁ। ଖାଲି ଡ୍ରେସ୍ କ'ଣ, ତୋତେ ସେ ଲାଲେ ଲାଲ କରିଦବ। ଛୋପରି ଦମୟନ୍ତୀ କଥା ଯୋଡ଼ିଲା, ଆରେ ଲାଲେ ଲାଲ କ'ଣ ସର୍ବାଙ୍ଗ ଲାଳେଇ ଦବ ତ? 2 ଜଣ ଫେଁ ଫେଁ ହିଁ ଆସିଲେ। ସେତେବେଳେ ଲାଜରେ ମୋ ମୁହଁ ତଳକୁ ହେଇଗଲା। ସେମାନଙ୍କୁ କିଛି Sample complete. Ready to continue?